ହୃଦ୍ରୋଗ ଚିକିତ୍ସା ସେବା କ୍ଷେତ୍ରରେ ଏହି ବିଚକ୍ଷଣ ପ୍ରତିଭାସମ୍ପନ୍ନ ଡାକ୍ତର ସ୍ଥାପନ କରିଥିବା ମାଇଲଖୁଣ୍ଟକୁ ନିକଟ ଭବିଷ୍ୟତରେ ଅନ୍ୟ କେହି ଅତିକ୍ରମ କରିବା ପ୍ରାୟ ଅସମ୍ଭବ କହିଲେ ଚଳେ। ତେଣୁ ଆଗାମୀ 2027 ମସିହା ପାଇଁ ଯଦି ପଦ୍ମ ପୁରସ୍କାର ଡକ୍ଟର ପି.କେ. ଦାସ ସାରଙ୍କୁ ପ୍ରଦାନ କରାଯାଏ, ତେବେ ପଦ୍ମ ପୁରସ୍କାରର ମର୍ଯ୍ୟାଦା ବହୁ ଗୁଣରେ ବୃଦ୍ଧି ପାଇବ ତଥା ଆମ ରାଜ୍ୟ ଓଡ଼ିଶା ପାଇଁ ଏହା ଏକ ଗୌରବର ବିଷୟ ହେବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ହୃଦ୍ରୋଗ ଚିକିତ୍ସା ଜଗତର ଅଦ୍ୱିତୀୟ ଚିକିତ୍ସା ବିଜ୍ଞାନୀ ଡାକ୍ତର ପ୍ରଭାତ କୁମାର ଦାସ, ସଂକ୍ଷେପରେ ଡାକ୍ତର ପି.କେ. ଦାସ, ସାମ୍ପ୍ରତିକ ବିଶ୍ୱରେ ଡକ୍ଟର ଦାସ ଜଟିଳ ହୃଦ୍ରୋଗ ଚିକିତ୍ସା କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ଭାରତବର୍ଷର ସର୍ବୋଚ୍ଚ ବେସାମରିକ ପଦ୍ମ ସମ୍ମାନ ପାଇଁ ପ୍ରବଳ ଦାବିଦାର ଥିବା ଡକ୍ଟର ପି.କେ. ଦାସ ସାର ଶ୍ରୀ ସତ୍ୟସାଇ ବାବାଙ୍କ ଦ୍ୱାରା ପୁଟ୍ଟପର୍ତ୍ତି ଓ ବେଙ୍ଗାଲୁରୁର ହ୍ୱାଇଟ୍ ଫିଲ୍ଡଠାରେ ପ୍ରତିଷ୍ଠିତ ସ୍ୱନାମଧନ୍ୟ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହୃଦ୍ରୋଗ ଚିକିତ୍ସାଳୟ ଶ୍ରୀ ସତ୍ୟସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ହାୟର ମେଡିକାଲ ସାଇନ୍ସେସରେ ଦୀର୍ଘ 25 ବର୍ଷ କାଳ କାର୍ଡ଼ିଓଲୋଜି ବିଭାଗର ଏଚ୍.ଓ.ଡି. ଓ ଡାଇରେକ୍ଟର ରୂପେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ଏହି ସମୟରେ ଦେଶ ବିଦେଶର ବିଭିନ୍ନ ସୁନାମଧନ୍ୟ ହୃଦ୍ରୋଗ ବିଶେଷଜ୍ଞଙ୍କ ସହିତ ତାଙ୍କର ଜ୍ଞାନର ଆଦାନ ପ୍ରଦାନ ଘଟିଛି। ହୃଦ୍ରୋଗ ଚିକିତ୍ସା କ୍ଷେତ୍ରରେ ସମୟ ସହିତ ତାଳ ଦେଇ ହୃଦ୍ରୋଗର ବିଭିନ୍ନ ଜଟିଳ ଚିକିତ୍ସୀୟ ପଦ୍ଧତିରେ ପାରଦର୍ଶିତା ହାସଲ କରିଛନ୍ତି। ଖୁବ୍ କଷ୍ଟକର ଜଣାପଡ଼ୁଥିବା ଆଞ୍ଜିଓଗ୍ରାମ ଓ ଆଞ୍ଜିଓପ୍ଲାଷ୍ଟି, ପେସମେକର, ଇଲେକ୍ଟ୍ରୋଫିଜିଓଲୋଜି, ବେଲୁନିଂ ଓ ପେଡିଆଟ୍ରିକ୍ କାର୍ଡ଼ିଓଲୋଜିର ଚିକିତ୍ସା କ୍ଷେତ୍ରରେ ଡାକ୍ତର ପି.କେ. ଦାସଙ୍କ ପ୍ରତିଭାର ବିକଳ୍ପ ନାହିଁ କହିଲେ ଚଳେ। ତତ୍ ସହିତ ଏକାଡେମିକ୍ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ, ଡାକ୍ତର ପି.କେ. ଦାସଙ୍କ ଦ୍ୱାରା ପ୍ରଶିକ୍ଷିତ ଡି.ଏନ୍.ବି. କାର୍ଡ଼ିଓଲୋଜିରେ ତାଙ୍କର 5 ଜଣ ଷ୍ଟୁଡେଣ୍ଟ ସର୍ବଭାରତୀୟ କ୍ଷେତ୍ରରେ ଗୋଲ୍ଡ ମେଡାଲ ପାଇଛନ୍ତି। ଗୋଟିଏ ଇନଷ୍ଟିଚ୍ୟୁଟରୁ 5 ଜଣ ଛାତ୍ର ଡି.ଏନ୍.ବି. କାର୍ଡ଼ିଓଲୋଜିରେ ସ୍ୱର୍ଣ୍ଣ ପଦକ ପାଇବା ସମଗ୍ର ଭାରତବର୍ଷରେ ଏକ ବିରଳରୁ ବିରଳତମ ଘଟଣା। ଡାକ୍ତର ପି.କେ. ଦାସଙ୍କ ସମ୍ପର୍କରେ ଏକ ମନ୍ତବ୍ୟ ଦେଇ ତାଙ୍କର ଷ୍ଟୁଡେଣ୍ଟ ପ୍ରଫେସର ରିୟାଜ ଭାଇ ପ୍ରାୟ 6 ବର୍ଷ ତଳେ କହିଥିଲେ, ଡାକ୍ତର ପି.କେ. ଦାସ ସାରଙ୍କୁ ମୁଁ ମୋର ଗୁରୁ, ମୋର ଗାଇଡ୍ ଓ ମେଣ୍ଟର ରୂପେ ପାଇ ମୁଁ ନିଜକୁ ଗର୍ବ ଅନୁଭବ କରେ, ଯାହାଙ୍କ ତତ୍ତ୍ୱାବଧାନରେ ମୁଁ ମୋର ଡି.ଏନ୍.ବି. କାର୍ଡ଼ିଓଲୋଜି ଓ ଇଣ୍ଟରଭେନସନାଲ କାର୍ଡ଼ିଓଲୋଜିରେ ଫେଲୋସିପ୍ ପାଇପାରିଛି। ଡାକ୍ତର ଦାସ ସାରଙ୍କ ପାଇଁ ମେଡିସିନ କ୍ଷେତ୍ରରେ ପଦ୍ମଶ୍ରୀ ଆୱାର୍ଡ଼ ପାଇଁ ମନୋନୟନ କରାଯାଇଛି। ସାର ଶିକ୍ଷକମାନଙ୍କର ଶିକ୍ଷକ। କେବଳ ଭାରତବର୍ଷ ନୁହେଁ, ସମଗ୍ର ବିଶ୍ୱରେ ମଧ୍ୟ। ସାର କ୍ଲିନିକାଲ କାର୍ଡ଼ିଓଲୋଜିରେ ମାଷ୍ଟର, ବେଷ୍ଟ ଇଣ୍ଟରଭେନସନାଲ କାର୍ଡ଼ିଓଲୋଜିଷ୍ଟ ଉଭୟ ବୟସ୍କ ଓ ଶିଶୁମାନଙ୍କ ପାଇଁ। ଏହା ସହିତ ଇଲେକ୍ଟ୍ରୋଫିଜିଓଲୋଜି ଓ ବର୍ତ୍ତମାନ ସୁଦ୍ଧା ପ୍ରାୟ 22,000ରୁ ଉର୍ଦ୍ଧ୍ୱ ବି.ଏମ୍.ଭି. ସହିତ ସମାନ ସଂଖ୍ୟକ ଡିଭାଇସ୍ ଏବଂ ଅଗଣିତ ଆଞ୍ଜିଓପ୍ଲାଷ୍ଟି। ପ୍ରତିବର୍ଷ ସମଗ୍ର ଭାରତବର୍ଷରୁ 100ରୁ ଉର୍ଦ୍ଧ୍ୱ ଡି.ଏନ୍.ବି. ଷ୍ଟୁଡେଣ୍ଟ ଦୀର୍ଘ 25 ବର୍ଷ ଧରି ସାରଙ୍କ ଦ୍ୱାରା ପ୍ରଶିକ୍ଷିତ। ତନ୍ମଧ୍ୟରୁ ଶ୍ରୀ ସତ୍ୟସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସରୁ 5 ଜଣ ଷ୍ଟୁଡେଣ୍ଟ ଗୋଲ୍ଡ ମେଡାଲିଷ୍ଟ। ଡକ୍ଟର ଦାସ ସାରଙ୍କ ସମ୍ପର୍କରେ ବର୍ଣ୍ଣନା କରିବା ପାଇଁ ଶବ୍ଦଗୁଡ଼ିକ ଯଥେଷ୍ଟ ନୁହେଁ। ଏହା ଥିଲା ପ୍ରାୟ 6 ବର୍ଷ ତଳେ ଡକ୍ଟର ପି.କେ. ଦାସଙ୍କ ସମ୍ପର୍କରେ ତାଙ୍କର ଜନୈକ ଷ୍ଟୁଡେଣ୍ଟ ପ୍ରଫେସର ରିୟାଜ ଭାଇଙ୍କ ମନ୍ତବ୍ୟ। ଓଡ଼ିଶାର
ହୃଦରୋଗ ଚିକିତ୍ସା କ୍ଷେତ୍ରରେ ରହିଥିବା ଅସୁବିଧାକୁ ଦୂର କରିବା ନିମନ୍ତେ ତତ୍କାଳୀନ ଓଡ଼ିଶା ସରକାର ଡାକ୍ତର ପି.କେ. ଦାସଙ୍କୁ ଓଡ଼ିଶା ଆସି ଗରିବ ଜନସାଧାରଣଙ୍କ ସେବା କରିବା ପାଇଁ ଆମନ୍ତ୍ରଣ ଜଣାଇଥିଲେ। ଓଡ଼ିଶା ସରକାରଙ୍କ ଅନୁରୋଧକୁ ଏଡ଼ାଇ ନପାରି ଡାକ୍ତର ପି.କେ. ଦାସ 2019 ମସିହା ଡିସେମ୍ବର ମାସ 16 ତାରିଖ ଦିନ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଡାଇରେକ୍ଟର କାର୍ଡ଼ିଓଲୋଜି ଆଣ୍ଡ ସିଟିଭିଏସ୍ ରୂପେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଡାକ୍ତର ପି.କେ. ଦାସ ଓଡ଼ିଶାର ଗରିବ ଜନସାଧାରଣ ସେବାରେ ନିଜକୁ ସମର୍ପି ଦେଇଛନ୍ତି। ମାନବ ସେବା ହିଁ ମାଧବ ସେବା। ଶ୍ରୀ ସତ୍ୟସାଇ ବାବାଙ୍କ ଏହି ପ୍ରସିଦ୍ଧ ଉକ୍ତିରେ ସମର୍ପିତ ଡକ୍ଟର ଦାସ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରୁଥିବା ସମୟରେ ଶେଷ ରୋଗୀ ଚିକିତ୍ସା ସେବା ନ ପାଇବା ପର୍ଯ୍ୟନ୍ତ ହସ୍ପିଟାଲ ଛାଡ଼ନ୍ତି ନାହିଁ। ହୃଦରୋଗ ଚିକିତ୍ସା ସେବା କ୍ଷେତ୍ରରେ ଏହି ବିଚକ୍ଷଣ ପ୍ରତିଭାସମ୍ପନ୍ନ ଡାକ୍ତର ସ୍ଥାପନ କରିଥିବା ମାଇଲ ଖୁଣ୍ଟକୁ ନିକଟ ଭବିଷ୍ୟତରେ ଅନ୍ୟ କେହି ଅତିକ୍ରମ କରିବା ପ୍ରାୟ ଅସମ୍ଭବ କହିଲେ ଚଳେ। ତେଣୁ ଆଗାମୀ 2027 ମସିହା ପାଇଁ ଯଦି ପଦ୍ମ ପୁରସ୍କାର ଡାକ୍ତର ପି.କେ. ଦାସ ସାର୍ଙ୍କୁ ପ୍ରଦାନ କରାଯାଏ, ତେବେ ପଦ୍ମ ପୁରସ୍କାରର ମର୍ଯ୍ୟାଦା ବହୁଗୁଣରେ ବୃଦ୍ଧି ପାଇବ ତଥା ଆମ ରାଜ୍ୟ ଓଡ଼ିଶା ପାଇଁ ଏହା ଏକ ଗୌରବର ବିଷୟ ହେବ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।